गोटे राज्य दुई जन मुखिया जणे कुला आउ जणे डह उभय कंध संप्रदायर नदी पहाड़ घेरा प्राकृतिक परिवेश भितरे दुई कंध मुखिया कुला डह दैवी उपासना और निराडंबर जीवनचर्या भितरे स्थानीय अंचल को शासन करुथांती। ଏହି ଅଞ୍ଚଳକୁ ଦଖଲ କରିବା ଲକ୍ଷ୍ୟରେ ତତ୍କାଳୀନ ଘୁମୁସର ରାଜ୍ୟର ଭଞ୍ଜ ରାଜା ଏବଂ ଦୁଇ କନ୍ଧ ରାଜା କୁଲା ଡହଙ୍କ ମଧ୍ୟରେ ସଂଘଟିତ ହେଲା ଯୁଦ୍ଧ। ଯୁଦ୍ଧରେ କୁଲା ଓ ଡହ ପରାସ୍ତ ହେବା ପରେ ଉକ୍ତ ଅଞ୍ଚଳକୁ ନିଜ ଦଖଲକୁ ନେଲେ ଭଞ୍ଜ ରାଜା। ସେଠାରେ ଭଞ୍ଜ ରାଜ ଶାସନର ଗଡ଼ ପ୍ରତିଷ୍ଠା କଲେ। ଏହା ପୂର୍ବରୁ ପାଖାପାଖି 358 ବର୍ଷ ଧରି ତତ୍କାଳୀନ ଘୁମୁସର ରାଜ୍ୟର ଜୟନ୍ତୀଗଡ଼ଠାରେ ଭଞ୍ଜ ରାଜବଂଶର ଗଡ଼ ରହିଥିଲା। ନିଜ ରାଜ୍ୟର ଅଧିକ ସୁରକ୍ଷା ଓ ନିରାପଦ ଗଡ଼ ପାଇଁ ଭଞ୍ଜ ରାଜାମାନେ କୁଲା ଏବଂ ଡହ ଶାସନ କରୁଥିବା ଅଞ୍ଚଳକୁ ବାଛି ନେଇ ଦୁଇ ମୁଖିଆଙ୍କ ସହ ଯୁଦ୍ଧ କରିଥିଲେ। କେବଳ ସୁରକ୍ଷିତ ଗଡ଼ ନିର୍ମାଣ ପାଇଁ ଭଞ୍ଜ ରାଜାଙ୍କର ଏହି ପ୍ରୟାସ ଥିଲା। ସେହି ସ୍ମୃତିରେ କୁଲା ଏବଂ ଡହଙ୍କ ନାମ ଅନୁସାରେ ଉକ୍ତ ଅଞ୍ଚଳକୁ କୁଲା ଡହ ଭାବରେ ନାମକରଣ କଲେ। ପରେ ତାହା ଅପଭ୍ରଂଶ ହୋଇ କୁଲାଡ ବୋଲି କୁହାଗଲା। ଗବେଷକଙ୍କ କହିବା ପ୍ରକାରେ ଏହି ଅଞ୍ଚଳରେ କୁଲା ଏବଂ ଡହ ନାମକ ଦୁଇ କନ୍ଧ ମୁଖିଆ ଏହି